ମହୁକଣ ଜଙ୍ଗଲରୁ ଗୟଳ ଏବଂ ନୂଆପଡ଼ାରୁ ସମ୍ବରର ମୃତଦେହ ଉଦ୍ଧାର। ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମହୁକଣ ଜଙ୍ଗଲରୁ ଏକ ଗୟଳ ଏବଂ ନୂଆପଡ଼ାରୁ ଏକ ସମ୍ବରର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ତେବେ ମଙ୍ଗଳବାର ସନ୍ଧ୍ୟା ସମୟରେ ଫରେଷ୍ଟ ଗାର୍ଡ କୁନି ଓଝା ସ୍କ୍ୱାଡ୍ କର୍ମଚାରୀଙ୍କ ସହିତ ପାଟ୍ରୋଲିଂ କରୁଥିବା ବେଳେ ଗୟଳଟି ଜଙ୍ଗଲରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ଗଣିଆ ରେଞ୍ଜର ସୁମନ ମାଝୀଙ୍କୁ ଜଣାଇଥିଲେ। ବୁଧବାର ସକାଳେ ରେଞ୍ଜର ସୁମନ ମାଝୀ, ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଗଣିଆ ପ୍ରାଣୀ ଚିକିତ୍ସକଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଗୟଳଟିର ଶବ ବ୍ୟବଚ୍ଛେଦ କରିବା ପରେ ଜଙ୍ଗଲରେ ଏକ ଗାତ କରି ପୋତି ଦିଆଯିବ ବୋଲି ଫରେଷ୍ଟର ଜଣାଇଛନ୍ତି। ତେବେ ଗୟଳଟି ଅନେକ ସମୟରେ ଉକ୍ତ ଜଙ୍ଗଲକୁ ଆସୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଥିବା ବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଗୟଳଟି ପଡ଼ିଥିବା ସ୍ଥାନରେ ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ 2-3 ଦିନ ହେବ ମରିଥାଇପାରେ ବୋଲି ସ୍ଥାନୀୟ ଲୋକ ଅନୁମାନ କରିଛନ୍ତି। ସେହିପରି ନୂଆପଡ଼ା ଗ୍ରାମ ନିକଟରେ ଏକ ସମ୍ବର ମରିପଡ଼ିଥିବା ଫରେଷ୍ଟର ସନ୍ତୋଷ ପ୍ରଧାନ ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ରେଞ୍ଜର ଅଧିକାରୀଙ୍କୁ ଏବଂ ପ୍ରାଣୀ ଚିକିତ୍ସକ ପହଞ୍ଚି ଶବ ବ୍ୟବଚ୍ଛେଦ କରି ସେଠାରେ ପୋତି ଦେଇଥିବା ଫରେଷ୍ଟର ପ୍ରକାଶ କରିଛନ୍ତି। ତେବେ ଗଣିଆରେ 2ଟି ବିଟ୍ ହାଉସ୍ରେ 2ଟି ବନ୍ୟଜନ୍ତୁ ମୃତ୍ୟୁବରଣ କରିବା ଘଟଣା ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।